ମା ରାଧା ଆଚ୍ଛା ର କାନ୍ତି ହେଲା ଅମଳ କମଳ। ବାସ୍ ଅମଳ କମଳ କାନ୍ତି। ଆଚ୍ଛା ପ୍ରସ୍ଫୁଟିତ ପଦ୍ମର ରୂପ ଯେମିତି ଦେଖିବା ପାଇଁ ବାସ୍ ମା ରାଧାର ରୂପ ଦେଖିବା ପାଇଁ ସେମିତି ସେଇଭଳିଆ ରୂପ ପଦ୍ମ ଫୁଲକୁ ଦେଖିବୁ ଯାହା ରାଧାଙ୍କର ରୂପକୁ ଦେଖିବୁ ସେଇଆ ସେଇଆ ଆଉ ପାଲାବାଲା କହୁଥିଲେ ହଁ ହଁ ମା ରାଧା କୁଆଡେ କଳା ଶାଢୀ ପିନ୍ଧେ। ହଁ ହଁ ଆଜ୍ଞା ଆଜ୍ଞା ଆପଣ ମାନେ ବହୁତ ଦିନ ହେଲା ପାଲା ଶୁଣୁଛନ୍ତି, ଅନେକ ଗାୟକଙ୍କର ପାଲା ଶୁଣିଲେଣି। ବାସ୍ ରାଧା କେବେ କଳା ରଙ୍ଗକୁ ଭଲ ପାଏ? ନାଇଁ 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 କଳା ରଙ୍ଗକୁ ଆଦୌ ଭଲ ପାଆନ୍ତିନି। ଭଲ ପାଏନି ବୋଲି ହଁ ହଁ ଦିନେ ମା ରାଧା ପଚାରିଲା ଭଗବାନ କୃଷ୍ଣ, କଣ ପଚାରିଲେ? କହିଲେ ପ୍ରଭୁ ପ୍ରଭୁ ତମ ବାପା ତ ଗୋରା, ଗୋରା ଗୋରା ତମ ମା ତ ଗୋରୀ, ହଁ ହଁ ତମେ କାଳିଆ କାହିଁକି ହେଲ? ହଁ 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 କୃଷ୍ଣ ଟିକେ ହସିଲେ, ହସିଲେନି? କହିଲେ ରାଧା ହଁ ହଁ ପ୍ରଭୁ ସାତଟା ରଙ୍ଗ ଅଛି। ଆଚ୍ଛା ହଁ 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 ବାଘ ନିଶ ହଲାନା ହଲାନା ନା ଦୋହଲାନା? ଆଉ କଣ କି ରାଜା? ଅରେ ପୁଅ ବାଘ ନିଶ ବାଘ ନିଶ ହନାଲା। ଆଚ୍ଛା 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 ହଁ ବାରେ ବାଇଗେଣୀ, ବାଇଗିଣୀ ଘରେ ଘନ ନୀଳ, ଆଜ୍ଞା ନୀରେ ନେଳିଆ, ଆଚ୍ଛା ସରେ ସବୁଜ, ସବୁଜ ହରେ ହଳଦିଆ, ଆଜ୍ଞା ଲାରେ ଲାଲ ରଙ୍ଗ, ନାରଙ୍ଗ ନାରେ ନାରଙ୍ଗୀ। ଆଚ୍ଛା ନାରଙ୍ଗୀ ହଁ ଏ ସାତଟା ରୂପ ତିଆରି କଲୁ ପ୍ରଭୁ ତୁ, ତମେ ତିଆରି କରିଛ। କିନ୍ତୁ ଏ ସାତଟା ରଙ୍ଗ ଛାଡି ବାସ୍ ତୁ କାହିଁକି କାଳିଆ ହେଲୁ ପ୍ରଭୁ କହ? ହଁ ସେଇ କଥାଟା ମତେ ଉତ୍ତର ଦିଅ ପ୍ରଭୁ। ଭଗବାନ କୃଷ୍ଣ ଉତ୍ତର ଦେଲେ, କଣ କହିଲେ? କହିଲେ ରାଧା ହଁ ପ୍ରଭୁ ସ୍ୱାମୀ କଳା ରଙ୍ଗର ଅର୍ଥ ହଉଛି ରାତ୍ରି। ରାତ୍ରି ହଁ 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 କଳା ବୋଲେ ରାତି। ଆଚ୍ଛା ତେଣୁ ଯିଏ ରାତିରେ ଠିଆ ହେଇଥବ এইঠু এই লাগে এ লাইট বালা লাইটটা বন্ধ করদব। ଆଜ୍ଞା কিন্তু ମୁଁ ସମସ୍ତଙ୍କୁ ଦେଖିପାରିବି। ଆଚ୍ଛା ଇଏ ଯଦି ପେଣ୍ଡାଲ ଉପରେ ଲାଇଟଟା ବନ୍ଦ କରିଦିଏ ଆଚ୍ଛା ଆପଣ ମତେ ଦେଖିପାରିବେ କି? ନାଇଁ 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 ଦେଖିପାରିବେନି। କୃଷ୍ଣ ଉତ୍ତର ଦେଲେ, ହେ ରାଧା ପ୍ରଭୁ ମୁଁ ଜଗତକୁ ଦେଖୁଛି, ଆଚ୍ଛା 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 ମୁଁ ଜଗତକୁ ଧରିଛି ରେ ରାଧା, ମତେ ଧରିବା ବହୁତ କଷ୍ଟ। ଆଚ୍ଛା 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 ହଁ ପ୍ରଭୁ ଯାହାକୁ ଅଭିରାମ ପରମହଂସ କଲମ କଲେ। ଆଜ୍ଞା ଆଜ୍ଞା ପାଲା ତ ସରିଲାଣି, ମୁଁ ଆଉ କିଛି କହିବିନି। ନାଇଁ ମୁଁ ଆଉ କହି କଣ ଲାଭ ଅଛି? ମଲା ସାପକୁ ବାଡେଇବା ଯାହା, ଆଉ କହିବା ସେଇଆ। ପାଲାବାଲା ତମେ ପାଲାବାଲା ହେଇନ କି ହେଇପାରିବନି। ନାଇଁ ନାଇଁ ଯଦି ଶ୍ରୋତା ମାନଙ୍କୁ ଟିକେ ଆନନ୍ଦ ନଦେଲ ଆଉ କଣ? ଆଉ ରାତି ଯାଉ ଖାଲି ହେଇ ହେଲ, ହଁ ହଁ ତାଙ୍କର ତ ଅଭ୍ୟାସ ଅଛି ସେଇଟା ଆଉ
ନାଇଁ 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 ସେ ପାଲାର ମୂଲ୍ୟ କଣ ଅଛି? କିଛି ନାହିଁ। ଚାରିପଦ କଥା କହ। ବାସ୍ ରାତି ପାଇଲେ ଯେମିତି ନିରଞ୍ଜନପୁରରେ ଲୋକ କଥା ହେବେ, ହଁ ହଁ ଆମ ଗାଁରେ ପାଲା ହଉଥିଲା। ହଁ। ଗୋଟେ ଗାୟକ ଆସିଥିଲା, କିଛି ଦିପଦ କହିକି ଗଲା। କହିକି ଯାଇଛି, ସେଟା ସମସ୍ତେ ସ୍ମରଣ କରୁଥିବେ। ଯଦି ମନେ ନ ପକେଇଲେ ଶ୍ରୋତା ତମ ମାନଙ୍କୁ, ଆଉ ତାହେଲେ ତମେ କି ପାଲା ବାଲା? ନାଇଁ 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 ପାଲା ଶରୀର ମୋର ଅସୁସ୍ଥ। ଆଚ୍ଛା ଆଜି ସକାଳୁ ବିଷ୍ଣୁ ବହୁତ ସେବା କରିଛି। ହଁ ହଁ ଭାବିଥିଲି ମୁଁ ପେଣ୍ଡାଲ ଉପରକୁ ଆସିପାରିବିନି, ଆଚ୍ଛା କିନ୍ତୁ ମତେ ମା କାଳୀ ହଁ 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 ସାମର୍ଥ୍ୟ ଦେଲା। ବାସ୍ ମାଙ୍କର ଆଶୀର୍ବାଦ ହେଲା। ଆରେ ଠାକୁରାଣୀ ପାଇଁ ଗୋଟେ ମାଳ ଦେଲୁନି? ହଉ ଗାୟନ୍ତୀ ଦେବାହ କିଳ ଗୀତ କାନି ଧନ୍ୟା ସ୍ତୁତେରେ ଭାରତ ଭୂମି ଭାଗେ ଆଜ୍ଞା ସ୍ୱର୍ଗାପ ବର୍ଗାସ୍ପଦ ମାର୍ଗ ଭୂତେର ଭବନ୍ତି ଭୂୟ ପୁରୁଷ ସୁରତ୍ୱାତ। ପ୍ରଭୁ ତୋର ମଙ୍ଗଳ କରନ୍ତୁ, ବାସ୍ ତୋ ପରିବାରର ମଙ୍ଗଳ ହଉ। ଆଜ୍ଞା ନୀଳଚକ୍ର ଯୁବକ ସଂଘ ପିଲା, ଯାହା ହଉ ଯୁବକ ସଂଘ ପିଲାଙ୍କର ଏତେ ଭଲ ପାଇବା ଅଛି ମୁଁ ଜାଣିନଥିଲି। ଆଜ୍ଞା ଆଜ୍ଞା ହେ ଜଗନ୍ନାଥ, ହେ ପ୍ରଭୁ ମୁଁ ମା କାଳୀଙ୍କ ନିକଟରେ ହଁ ହଁ ଆତ୍ମନିବେଦନ କରୁଛି। ବାସ୍ ଏଇ ନୀଳଚକ୍ର ଯୁବକ ସଂଘର ଆଜ୍ଞା ଆଜ୍ଞା ଯେତେ ସଦସ୍ୟ ଯେତେ ପିଲା ଅଛନ୍ତି, ବାସ୍ ମୁଁ ଯଦି କହିବି ସମସ୍ତେ ଚାକିରି କରନ୍ତୁ, କଣ ଚାକିରି କରିଦେବେ? ନାଇଁ ନାଇଁ ମୁଁ ଯଦି କହିବି ସମସ୍ତଙ୍କର 120 ବର୍ଷ ପରମାୟୁ ହଉ, କଣ ସମସ୍ତଙ୍କର ହବ? ହବନି। ଆଜ୍ଞା ମୁଁ ବ୍ରାହ୍ମଣିଆ ଲୋକ। ବାସ୍ ଆମ ଗାଁ ବୁଲା ଗୌଡ଼ ପୁଅର 21 କରିବାକୁ ଯାଇଥାଏ। ଆଜ୍ଞା ଆଜ୍ଞା 21 ଦିନ ହେଇଥାଏ। ବାସ୍ ବୁଲା ଗୌଡ଼ ପୁଅକୁ ମୁଁ ଆଶୀର୍ବାଦ କଲି 77 ପରମାୟୁ ହଉ, ବାସ୍ 108 ବର୍ଷ ପରମାୟୁ ହଉ। ବାସ୍ ତାକୁ ଯେତେବେଳେ 8 ବର୍ଷ ହେଲା ପୋଖରୀରେ ବୁଡିକି ସେ ମରିଗଲା। ହଁ ହଁ କଣ ହେଲା ରେ? ମୁଁ ଆଶୀର୍ବାଦ କାମ କଲା? ନାଇଁ ମ ନାଇଁ ଆଶୀର୍ବାଦ ଜଣିଏ ଦିଏ। ହଁ ହଁ ସେ ଜଣକ କିଏ ସେ? ସେ ଭାଇନାଲୋ ବିଭୁ କୃପା। ଆଚ୍ଛା ଆଚ୍ଛା ପ୍ରଭୁ 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 ଆମେ ବ୍ରାହ୍ମଣିଆ ଆଶୀର୍ବାଦ ଯେତେ ଗଲେ କଣ ହବ? କିଛି ନାହିଁ ଆଜ୍ଞା। ବିଧାତା ଯଦ୍ ଭାଲ ପଟ ଲିଖିତମ କର୍ମାନୁସାରେ ଫଳ। ବିଧାତା ଯାହା ଲିଖିଛି ବାସ୍ ତାହା ହବ। ହବ ହବ ତେଣୁ ଫୁଲମାଳଟିଏ ଦେଇଛ। ଆଚ୍ଛା ମା କାଳୀ ପାଖରେ ଆତ୍ମନିବେଦନ କରିବି, ବାସ୍ ତମ ସଂଘ ବଳବତ୍ତର ହଉ। ଆଚ୍ଛା ଆଚ୍ଛା ତମେ ଯେତିକି ଦିନ ବଞ୍ଚ, ହଁ ହଁ କାଲି ମରିଯା ମୋର ଦୁଃଖ ନାହିଁ। ନାଇଁ 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 ଯେତିକି ଦିନ ବଞ୍ଚ ଥିବ ସୁଖରେ ବଞ୍ଚ। ବାସ୍ ଭଗବାନ ତମର ମଙ୍ଗଳ କରନ୍ତୁ। ଆଜ୍ଞା 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 ମା କାଳୀ ତମକୁ ଘଣ୍ଟ ଘୋଡେଇ ରଖୁ। ହଁ ହଁ ଏତିକି ଆତ୍ମନିବେଦନ କରୁଛି। ତମର କଲ୍ୟାଣ ହଉ ବୋଲାନନ୍ଦେ ବାର ହରି ବୋଲ ହରି ବୋଲ। ମା ରାଧାର ଆଖିରେ ଲୁହ। ନିଶ୍ଚିତ ଗାଧେଇବାକୁ ଯାଉଛି। ହଁ ହଁ କୃଷ୍ଣ କଥା ଦେଇଥିଲେ ଆସିବା ପାଇଁ। ଆଚ୍ଛା ଆସିଲା ବେଳକୁ ବିଳମ୍ବ ହେଇଗଲା। ଡେରି ହେଇଗଲା, କଣ ଗୋଟେ କାମ ଲାଗିଲା ବୋଧେ ଆଉ। ମାର ବିକାର ଭାବ ଆସିଲା। ନିଶ୍ଚିତ ଭଲ ପାଇବା ଯେତେ ଦିନ ଥାଏ ବାସ୍
ପ୍ରେମଟା ସେତେ ବଳୁଆ ହେଇକି ଥାଏ। ହଁ 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 ଭଲ ପାଇବା ଯେତେବେଳେ କମିଯାଏ କମିଯାଏ। ପ୍ରେମର ଭାବଟା ସେତିକି ବେଳେ କମିଯାଏ। ଆଜ୍ଞା ଠିକ କଥା। ଆଜି ମୁଁ ବସା ଘରେ ବସିଲା ବେଳକୁ ଗୋଟିଏ ବୁଢା ହଁ ହଁ 25 ବର୍ଷ ହେଲା ତା ସ୍ତ୍ରୀ ତା ପାଖରେ ନାହିଁ। ଆଚ୍ଛା ଆଚ୍ଛା ମୁଁ ମାକୁ ମୁଣ୍ଡିଆ ମାରିଲି, ବୁଢାକୁ ବୁଝେଇଲି, ହଁ ହଁ କହିଲି ଆଜି ଗୋଡ ହାତ ଚଳୁଛି, ହଁ ହଁ କାଲି ଗୋଡ ହାତ ଯେତେବେଳେ ପଡିଯିବ ପଡି ରହିବ। ସେତେବେଳେ ସେବା କରିବ କିଏ? ବୁଢା। କେହି କେହି ନାହିଁ। ଯା ବୁଢୀକି ଧରିକି ଆସିବୁ, ବୁଢୀ ମୋ ପାଲା ଦେଖିବ, ମୁଁ ବୁଢୀକି ଦେଖିବି, ମୋ ମନ ଶାନ୍ତି ହବ। ବାସ୍। ଇଏ ହେଲା ଏକ ଅଭେଦ୍ୟ ପ୍ରେମ। ହଁ 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 ଏଇଥିପାଇଁ ଅଭିମନ୍ୟୁ ସାମନ୍ତ ସିଂହାର କହିଲେ, କଣ କହିଛନ୍ତି? କଲା ଅପ୍ରାକୃତ ପ୍ରେମ ମୂର୍ତ୍ତି ଜୟ ରାଧା ହରି। ଅବ୍ୟକ୍ତ ଲୀଳାକୁ ବ୍ୟକ୍ତ କଲ ଅବତରୀ। ଅବ୍ୟକ୍ତ ଲୀଳାକୁ ବ୍ୟକ୍ତ କଲ ଅବତରୀ। ଅବ୍ୟକ୍ତ ଲୀଳାକୁ ବ୍ୟକ୍ତ କଲ ଅବତରୀ। ଆଦି ଅନାଦି କାରଣ ନିର୍ଗୁଣ ସଗୁଣ ପ୍ରଭୁ ନିର୍ଗୁଣ ସଗୁଣ। ଆତ୍ମାରାମ ସନାତନ ବ୍ରହ୍ମ ନିରୂପଣ। ଆତ୍ମାରାମ ସନାତନ ବ୍ରହ୍ମ ନିରଞ୍ଜନ। ଆତ୍ମାରାମ ସନାତନ ବ୍ରହ୍ମ ନିରଞ୍ଜନ। ମା ରାଧା ଗାଧେଇ ଯାଉଛି, ଭାରି କଷ୍ଟ। ନିଶ୍ଚିତ। କୃଷ୍ଣ ଦେଖା ଦଉନି। ନା 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 ମନଟା କେମିତି ଖଟା ହଉଥିବ ଅନୁମାନ କରୁଥିବ ମାଙ୍କର। କୃଷ୍ଣକୁ ନ ଦେଖିଲେ ଆହା ମନେ ରଖିଥାନ୍ତୁ, ଆଜ୍ଞା ରାଧା କାହାକୁ ଦେଖିବନି। ନାଇଁ 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 କାହିଁକି ନା ରାଧାର ଆଖି ହେଉଛି ଅଗ୍ନି। ବାସ୍। କୃଷ୍ଣକୁ ନ ଦେଖି ହଁ ହଁ ରାଧା ଯାହାକୁ ଅନେଇବ ଆଚ୍ଛା ସେ ଜଳିଯିବ। ଆହା କୃଷ୍ଣକୁ ଦେଖିନି ଆଜି, ନା ନା ଦେଖି ନାହାନ୍ତି ରାଧା କୃଷ୍ଣଙ୍କୁ। ଗାଧେଇ ଯାଇଛି। ଆହା ହା ହା ସଖୀ ମାନଙ୍କୁ କହୁଛି, ହଁ ହଁ କହିଲା ଆଗୋ ଏଇ, 11 ଦିନ ପାଲା ହେଇଗଲା। ଆଜ୍ଞା ମୁଁ 3ଟା କାବ୍ୟ ଗାଇ ସାଇଲିଣି। ଆଚ୍ଛା ତମେ ଯୋଉ ପାଲା ବାଲାକୁ ମୋ ସାଙ୍ଗରେ ଆଣିଛ, ହଁ ମ କେତେଟା କାବ୍ୟ ହେଲାଣି? କାବ୍ୟ ନାହିଁ, ଖାଲି ଆଈ ମା କାହାଣୀ ଗୋଟେ ଗପ କରିବେ। କାଲି ଗପୁଡି ମାରିକି ଗପ କହି କହିକି ପାଳିଆଙ୍କୁ ଉଠେଇକି ପାଳିଆ ମାନଙ୍କୁ ରୁଲ କରେଇକିରି ରୋଲ କରେଇକି ପାଳିଆ ମାନଙ୍କୁ ଧରିକି ଭଜନ ଗାଇକି ପେଣ୍ଡାଲ ବିତେଇ ଦବ। ବାସ୍, ନିଜେ କେତେ ଅନୁକରଣ କରିଛ ପେଣ୍ଡାଲ ଉପରେ ଦେଖେଇଲେ ଜାଣିବେ ଯେ ତାଢୁଆ ଗାୟକ। ଏ ପାଲା ଓଡିଶାରେ ପାଲା ବଞ୍ଚିବ ତ? ନାଇଁ 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 ଆରେ ଗାୟକ ମାନେ ତମେ ଖଟ, ହଁ ମଞ୍ଚ ଉପରେ ଟିକେ ପରିଶ୍ରମ କର। ବାସ୍ 3 ଘଣ୍ଟା ଗାଇବା ଦରକାର ନାହିଁ, ଆଜ୍ଞା 2 ଘଣ୍ଟା ଗା। ହଁ ଯଦି ପାଲା ଗାଇଲା ବେଳେ ଆଚ୍ଛା ଶ୍ରୋତାଙ୍କ କାନରୁ ଗରମ ପାଣି ଟିକେ ନ ବାହାରିଲା, ହଁ
ତମେ ପାଲା ଠିକ ରେ ଗାଇନ। ନା, ଏଇ କହିଲା ଆଗୋ ପ୍ରିୟ ସହି ଏ ଛାତି ପଥର କଲିଣି ସହି ସହି ଆଗୋ ପ୍ରିୟ ସହି ଛାତି ପଥର କଲିଣି ସହି ସହି ଆଗୋ ପ୍ରିୟ ସହି কে যমুনা যাও নাহি কে শ্যাম বন্ধু যাও নাহি কে কেতে যমুনা যাও নাহি কে শ্যাম বন্ধুଙ୍କୁ চাহু নাহি রাধা লোলা ডরে উড়োটা বাদ আহা লালা লোলা করে ফুলটা পার কারো গোলা এই সহি সহি আগো প্রিয় সহি আগো প্রিয় সহি ছাতি পথর ছাতি পথর কলি সহি সহি আগো ସେହିଦିନ ଯମୁନା ତଟରେ ବଂଶୀବଟ ମୂଳରେ ବୁଢୀ ହେଇଯାଇଛି ମା ରାଧା। हे भगवान ଗଳି ପଡିଛି ଆଉ ଉଠି ପାରୁନି। नहीं 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 ମନରେ ବହୁତ କଷ୍ଟ। ଆସିବନି ଦୁଃଖ କହିଲା କୃଷ୍ଣ ହେ ପ୍ରଭୁ ମୁଁ ଆଉ ବଞ୍ଚିବିନି। ନାଇଁ 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 ଜୀବନର ଶେଷ ସମୟରେ ଟିକେ ଦେଖା ଦେବୁନି। ବାସ୍, ଏତେ ଦୁଃଖରେ ଡାକି ଲାଗିଛନ୍ତି ରାଧା। ବାଲ୍ୟକାଳରୁ ରାଧା କୃଷ୍ଣର ପ୍ରେମ। हाँ ମୁଁ ଆଦି ତୁ ଅନାଦି, ହଁ ହଁ ମତେ ଟିକେ ଦେଖା ଦେବୁନି। ଆସେ କୃଷ୍ଣ। प्रभु ସେତେବେଳେ ଅଷ୍ଟପାଟ ବଂଶୀଙ୍କ ସାଙ୍ଗରେ କୃଷ୍ଣ କରୁଥାନ୍ତି କ୍ରୀଡ଼ା। ଆଚ୍ଛା ଆଜ୍ଞା, ରାଧାର ଶବ୍ଦଟା କାନରେ ବାଜିଗଲା। बाजीगला बाजीगला ମୋ ପ୍ରଭୁ ଆଉ ସହି ପାରିଲାନି। ନାଇଁ 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 ପ୍ରଭୁ କଣ କଲେ? ମୋ ରାଧା ଡାକୁଛି। ଓହୋ ଉଠିଲା ବେଳେ ଅଷ୍ଟପାଟ ବଂଶୀ ରୁକ୍ମିଣୀ, ସତ୍ୟଭାନା, ବାସ୍ ଜାମ୍ବବତୀ, ଆଚ୍ଛା କାଳିନ୍ଦୀ, ହଁ ରୂପରେଖା ଆଚ୍ଛା ଇତ୍ୟାଦି ଅଷ୍ଟପାଟ, ମହିଷୀ ଅଷ୍ଟପାଟ। ସ୍ତ୍ରୀ କହିଲେ ସ୍ୱାମୀ ସ୍ୱାମୀ କୁଆଡେ ଯାଉଛ? ଆପଣ ଉଠୁଛନ୍ତି କୁଆଡେ ଯିବେ କି? ନା ମୁଁ ମୋ ରାଧା ପାଖକୁ ଯିବି। ସ୍ୱାମୀ ଆପଣଙ୍କର ନିକଟରେ ଅଷ୍ଟବାଟ ମହିଷୀ ଅଛନ୍ତି, ଆପଣ ରାଧାଙ୍କ ନିକଟକୁ କାହିଁକି ଯିବା ପାଇଁ ମନସ୍ଥ କରିଛନ୍ତି? ନା ଯୋଉ ରାଧା ହଁ ମତେ ଏତେ ଭଲ ପାଏ, ଆଚ୍ଛା।
ମୋ ପାଇଁ ଦିନେ ବସ୍ତ୍ର ଫୋପାଡ଼ି ଦେଲା। ମୋ ପାଇଁ ଏତେ ଅଭିମାନ କରେ ମୋ ରାଧା, ଆଚ୍ଛା ତାର ହିସାବ ନାହିଁ। ହଁ ହଁ ନା ମାନେ ମାନେ ତା ନା କଣ ଟିକେ ଆମକୁ ବୁଝେଇ ଦିଅ ସ୍ୱାମୀ। ନା ଦିନେ ମତେ ଦେଖିବା ପାଇଁ ନ ପାଇବାରୁ ଆଚ୍ଛା ରାଧା ରାଗିକି ସଖୀ ମାନଙ୍କୁ କହିଲା, ସଖିଲୋ କଣ କିଲୋ ବାଉଳ? ଆଜ ଠାରୁ କୃଷ୍ଣ, ହଁ ହଁ ଆଜ ଠାରୁ କୃଷ୍ଣ ନା ଇଏ ନାମ ମୋ ଶ୍ରବଣେ ଇଏ ନ ଶୁଣାଇବଟି କେହି ଗୋ ଇଏ କୃଷ୍ଣ ଦ୍ରବ୍ୟ ବର୍ଣ୍ଣ যে সমর্পিব গো নিশ্চয় ভোগারি সেই গো জানি থা